ଆରେ ଶୁଣୁଛ, ଆଜି ଅଫିସରୁ ଆସିଲା ଆସିକି ମୋ ପାଇଁ ଗୋଟେ ଫ୍ରିଜ ଆଣିକି ଆସିଥିବ। ଫ୍ରିଜ? ଆରେ ଫ୍ରିଜ କଣ ହବ? କଣ ହବ? ତମକୁ ସେଥିରେ ଟିକ ଟିକ କରିକି ପିସ୍ କରିକି ପୁରେଇବି। କଣ କଣ ହବ? କଣ ହବ? ଠିକ କଣ ଦେଖା ଯାଉନି? ତମ ଆଖିରେ କଣ କଣ୍ଟା ମଡା ହଉଛି? ଆରେ ପରିବାରରେ 2 ଦିନ ଯାଉନି, ସବୁ ଶୁଖି ଯାଉଛି। ଆଉ ଫ୍ରିଜ ଆଣିଲେ ସେଥିରେ ପରିବା ରଖିବି ଆଉ ଖାଇବା ଜିନିଷ ରଖିବି। ଆରେ ବୁଝି ପାରୁଛ ନା ବୁଝି ପାରୁନ? ଓ ଆଉ ରାଗନ୍ତୁନି ମା ଦୁର୍ଗା, ଆଉ ରାଗନ୍ତୁନି ଆପଣ। ମୁଁ ଆସିଲା ବେଳେ ନା ଆପଣଙ୍କ ରାଗ ଦେଖିକି ମୁଁ ଧରିକି ଯେମିତି ଆସିବେ ଫ୍ରିଜ। ଆଉ ଫ୍ରିଜ ନ ଆଇଲେ ମୋର ଆଉ ଚାରା ଅଛି? ଏଇ ରାଗ ଦେଖିକି ମୋର ଆଡେ ପିଢି ପାଣି ହେଇଗଲାଣି। ବ୍ୟସ୍ତ ହଉନି, ନିଶ୍ଚୟ ଆଜି ବାକି ହଉ ସାକି ହଉ ଯୋଉଠୁ ହଉ ପଛେ ଆଜି ଫ୍ରିଜ ଧରିକି ଆସିବି। ଯାହା ଗୋଟେ ଆଣିବାକୁ କହିଲେ କଣ ହବ କଣ ହବ କଣ ପାଇଁ ଆଣିବି? କାଇଁ ମତେ ବାହାଇକି ଆଣିଲା ବେଳେ କାଇଁ ଭାବିନଥିଲ? ସ୍ତ୍ରୀ କି କଣ ପାଇଁ ଆଣିବି, କଣ ପାଇଁ ଆଣିବି, କାହିଁକି ଆଣିବି? ତ ନ ଭାବି ନ ବୁଝି ରମ୍ପୁଣା ଭଳି ମତେ ଆଣିକି ପଳେଇ ଆସିଲ। ସେତେବେଳେ ତ ଭାବିଲନି କଣ ପାଇଁ କିଛି ତ ଭାବିଲନି। ଶୁଣ, ଆଜି ଯେବେ ଫ୍ରିଜ ନ ଆଣିବ ତମର ଦିନକୁ ମୋର ରାତି ହେଲା, କହି ଦଉଛି।